ଝାରସୁଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା, ପୂର୍ବ ସଭାପତି ସୁନୀଲ ପଣ୍ଡାଙ୍କ ସମେତ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ। ବୈଠକରେ ଯୋଗଦେଇ ଝାରସୁଗୁଡ଼ା ବିଧାୟକ ବିଗତ 9 ମାସରେ ଓଡ଼ିଶାରେ ବିଜେପି ସରକାର କରିଥିବା ଉପଲବ୍ଧି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆହ୍ୱାନ ଦେଇଥିଲେ। ତାସହ ବୁଥସ୍ତରୀୟ ବୈଠକ କରି ସଂଗଠନକୁ କିପରି ଆଗାମୀ ଦିନରେ ମଜବୁତ କରାଯିବ ସେଥିପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ସରକାର ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କହିଛନ୍ତି ବିଧାୟକ। ଝାରସୁଗୁଡ଼ା ନିର୍ବାଚନ କ୍ଷେତ୍ରରେ ଖରାଦିନେ ପାନୀୟ ଜଳର ସଙ୍କଟ ଦୂର କରିବା ପାଇଁ ଆଗାମୀ ଗୋଟିଏ ମାସ ମଧ୍ୟରେ ଝାରସୁଗୁଡ଼ାର ପ୍ରତ୍ୟେକ ବ୍ଲକରେ 300ଟି ନଳକୂପ ଖୋଲାଯିବ ବୋଲି କହିବା ସହ ପ୍ରତ୍ୟେକ ପୋଖରୀରେ ଗାଧୁଆ ଘର ଓ ପାହାଚ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା, ଝାଡ଼େଶ୍ୱର ମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ପାଇଁ 4 କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ। ସେହିପରି ଝାରସୁଗୁଡ଼ାରେ ବହୁ ପ୍ରତୀକ୍ଷିତ ଦାବି ଏଲ୍ଏନ୍ କଲେଜକୁ ସରକାରୀ କଲେଜର ମାନ୍ୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ସେହିପରି ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ହସ୍ପିଟାଲକୁ ମଧ୍ୟ ଖୋଲାଯିବ ବୋଲି କହିବା ସହ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ବର୍ଷକୁ 10,000 ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପ୍ରତି କ୍ୱିଣ୍ଟାଲ ଧାନରେ 3100 ଟଙ୍କା ବୋନସ୍ ପ୍ରଦାନ କରି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାର ସରକାର ସଫଳ ହୋଇଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏହିପରି ସମସ୍ତ ଯୋଜନା ଘରକୁ ଘର ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ଆଜି ଏହି ସମ୍ମିଳନୀରେ କୁଳମଣି କିଷାନ, ଦୁତିଆ ଓରାମ, ଉଦ୍ଧବ ସିଂ ନାୟକ, ରାଜେଶ ଦାସ, ହେମରଞ୍ଜନ ସିଂ, ବିମଳେନ୍ଦୁ ଭୋଳ, ଅରବିନ୍ଦ ପାଠକ, ସୋନୁ ଥିରାନୀ, ନେତାଜୀ ପଟ୍ଟନାୟକ, ବଲବିନ୍ଦର ସିଂଙ୍କ ସମେତ ସମସ୍ତ ବରିଷ୍ଠ ଓ କନିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ।